ओम नमः शिवाय मोर स्नेहर छात्र छात्री माने दीपुसर ज्ञान यूट्यूब चैनल को स्वागत करुछि। अजी पिला माने मो प्लस टू सेकेंड आर्ट्स कॉमर्स साइंस पिला माने को पई एमआईएल रो आ गोटे पुणी सुंदर वीडियो नहीं आछि। पिला मन देखो आगु को फाइनल एग्जाम अछि ताकू आखि आगे रखी আজি ମୁଁ ଏମ୍ଆଇଏଲ୍ ଓଡ଼ିଆର କବିତାର ସମସ୍ତ 2 ମାରିକିଆ 3 ମାରିକିଆ କ୍ୱେଶ୍ଚନ୍ ଆଲୋଚନା କରିବି। ପିଲାମାନେ ଦେଖ ଆମର କବିତାର ପ୍ରଥମ ବିଷୟ ଅଛି ବଡ଼ପଣ, ଯାହାର କବି ଅଛନ୍ତି ରାଧାନାଥ ରାୟ। ଦ୍ୱିତୀୟ ବିଷୟ ହେଉଛି ତପସ୍ୱିନୀର ପତ୍ର, ଯାହାର କବି ଅଛନ୍ତି ଗଙ୍ଗାଧର ମେହେର। ତୃତୀୟ ବିଷୟ ବନ୍ଦୀର ବିରହ ବ୍ୟଥା, ପଣ୍ଡିତ ଗୋପବନ୍ଧୁ ଦାସ, ଉତ୍କଳମଣି ଗୋପବନ୍ଧୁ ଦାସ। ଏବଂ ଲାଷ୍ଟ ବିଷୟ ବାର୍ତ୍ତା ସଚିଦାନନ୍ଦ ରାଉତରାୟ। এই ଚାରୋଟି ବିଷୟର ମୁଁ ଆଜି ବଛା ବଛା 2 ମାରିକିଆ ଏବଂ 3 ମାରିକ କ୍ୱେଶ୍ଚନ୍ ଆଲୋଚନା କରିବି। ପିଲାମାନେ ଦେଖ ବିଗତ ଦିନମାନଙ୍କରେ ଯେଉଁ କ୍ୱେଶ୍ଚନ୍ ଗୁଡ଼ିକ ଆସିଛି ତାହାକୁ ମୁଁ ଆଜି ନେଇ ଆସିଛି ତୁମମାନଙ୍କ ସହିତ ଆଲୋଚନା କରିବି ଏବଂ 2026 ଏକ୍ଜାମକୁ ଆଖି ଆଗ ରଖି ମୁଁ ଆଜି ବଛା ବଛା 2 ମାରିକିଆ 3 ମାରିକିଆ କ୍ୱେଶ୍ଚନ୍ ଆଲୋଚନା କରୁଛି ଏବଂ ଏହି ଭିଡ଼ିଓଟି ତୁମ ପାଇଁ ନିଶ୍ଚୟ ଉପଯୋଗୀ ସାବ୍ୟସ୍ତ ହେବ ଏବଂ 2026 ଏକ୍ଜାମରେ ଏହି କ୍ୱେଶ୍ଚନ୍ ଗୁଡ଼ିକ କବିତା ବିଭାଗରେ ନିଶ୍ଚୟ ଆସିବ। ଏବେ ପିଲାମାନେ ଆଲୋଚନା କରିବା ପ୍ରଥମ ବିଷୟ ବଡ଼ପଣ। ବଡ଼ପଣର କବି ହେଉଛନ୍ତି କବିବର ରାଧାନାଥ ରାୟ। ପ୍ରଥମ କ୍ୱେଶ୍ଚନ୍ ପଡ଼ିଛି ମାୟା ବଢ଼ିଲେ କ'ଣ ହୁଏ। ପିଲାମାନେ ଦେଖ 2 ମାରିକିଆ ଏବଂ 3 ମାରିକିଆ କ୍ୱେଶ୍ଚନ୍। ପ୍ରତ୍ୟେକ କ୍ୱେଶ୍ଚନ୍ର ଆମେ ତ ଲେଖିବା, ଆଗେ କବିତା ନାଁଟି ଲେଖିବା, ତାପରେ କବିଙ୍କ ନାଁ ଲେଖିବା, ତାପରେ କ୍ୱେଶ୍ଚନ୍କୁ ଏଲାବୋରେଟ୍ କରିବା। ପ୍ରଥମ କ୍ୱେଶ୍ଚନ୍ କହିଛି ମାୟା ବଢ଼ିଲେ କ'ଣ ହେବ। ଆମେ ଲେଖିବା କବିତା ନାଁ ହେଲା ବଡ଼ପଣ, କବି ହେଲେ ରାଧାନାଥ ରାୟ। ଏଠାରେ କବି ରାଧାନାଥ ରାୟ ବର୍ଣ୍ଣନା କରିଛନ୍ତି ଆୟ ରୂପକ ସୂର୍ଯ୍ୟ ଯେତିକି ତଳକୁ ତଳ ଗଡ଼ି ଗଡ଼ି ଯାଉଥାଏ, ମାୟା ସେତିକି ଛାୟା ପରି ବଢ଼ି ଚାଲୁଥାଏ। ମାୟାର ଚେର ତଳକୁ ଯେତିକି ଭେଦିବ, ଯମ ସେତିକି ଝିଙ୍କିବ ଏବଂ ମାୟାଗ୍ରସ୍ତ ଲୋକ ମୃତ୍ୟୁକୁ ସେତିକି ଯନ୍ତ୍ରଣା ଦେବ। ତାର ଅର୍ଥ ହେଉଛି ପିଲାମାନେ, ଆମ ମଣିଷ ଜୀବନର ଲୋଭ ହେଉଛି ବଡ଼ କଥା। ଆମେ ଯେତେ ଦିନ ଧରାପୃଷ୍ଠରେ ଥିବା ଆମର ଲୋଭ ବଢ଼ି ଚାଲିଥିବ ଏବଂ ଲୋଭ ଯେତେ ବଢ଼ିବ ମାୟା ସେତେ କାୟା ବିସ୍ତାର କରିବ ଏବଂ କବି କହିଛନ୍ତି ଯାହାର ମାୟା ଯେତେ ଅଧିକ ଏବଂ ଅନ୍ତକ ବା ଯମ ସେତିକି ରଗଡ଼ି ତାକୁ ଝିଙ୍କିକି ନେବ। ଦ୍ୱିତୀୟ କ୍ୱେଶ୍ଚନ୍ ପିଲାମାନେ ଆସିଥିଲି ଫେରିଗଲି ଶୂନ୍ୟ ହସ୍ତେ। ଆସିଥିଲି ଫେରିଗଲି ଶୂନ୍ୟ ହସ୍ତେ କିଏ କେତେବେଳେ କହିଥିଲେ। ପ୍ରଥମେ ଲେଖିବା କବିତା ନାଁ ହେଲା ବଡ଼ପଣ, କବି ହେଉଛନ୍ତି ରାଧାନାଥ ରାୟ। ବିଶ୍ୱବିଜୟୀ ଆଲେକଜାଣ୍ଡାର ମୃତ୍ୟୁ ସମୟରେ କହିଥିଲେ ମୋର ଶବ କୋକେଇରେ ନେଲା ବେଳେ 2 ହାତ 2 ପାର୍ଶ୍ୱକୁ ଝୁଲାଇ ଦେବ ଏବଂ ଏଇ ଦୁଇ ହାତ ଖାଲି ଥିବା ଦେଖି ବିଶ୍ୱବାସୀ ଜାଣିବେ ଯେ ଯେପରି ଶୂନ୍ୟ ହସ୍ତରେ ଆସିଥିଲି ସେହିପରି ଶୂନ୍ୟ ହସ୍ତରେ ଫେରିଗଲି। ପିଲାମାନେ ଗୋଟେ ବହୁତ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ୍ ଯେ ବିଶ୍ୱବିଜୟୀ ଆଲେକଜାଣ୍ଡାର ବା ସ୍କନ୍ଦର ମୃତ୍ୟୁ ସମୟରେ କହିଥିଲେ ମୋର ଶବ କୋକେଇରେ ନେଲା ବେଳେ 2 ହାତ 2 ପାର୍ଶ୍ୱକୁ ଝୁଲାଇ ଦେବ ଏବଂ ଏଇ 2 ହାତ ଖାଲି ଥିବା ଦେଖି ବିଶ୍ୱବାସୀ ଜାଣିବେ। ଯେଉଁ ବିଶ୍ୱବିଜୟୀ ଆଲେକଜାଣ୍ଡାର ସମଗ୍ର ପୃଥିବୀକୁ ଜୟ କରିଥିଲା, ଯେଉଁ ବିଶ୍ୱବିଜୟୀ ଆଲେକଜାଣ୍ଡାର ପାଖରେ ହୀରା ମୋତି ମାଣିକ ସବୁ ରହିଛି, କିନ୍ତୁ ସେ ମୃତ୍ୟୁ ପରେ ଖାଲି ହାତରେ ଶୂନ୍ୟ ହସ୍ତରେ ଫେରିଗଲା। ସେଥିପାଇଁ କୁହାଯାଇଛି ଆସିଗଲି ଫେରିଗଲି ଶୂନ୍ୟ ହସ୍ତେ। ନେକ୍ସଟ କ୍ୱେଶ୍ଚନ୍, ଉଚ୍ଚ ହୋଇ ଲାଭ ଉଚ୍ଚକର ଗତି କବି କାହାକୁ କହିଛନ୍ତି। ଦେଖ ପିଲାମାନେ କବିତା ହେଉଛି ବଡ଼ପଣ, କବି ରାଧାନାଥ ରାୟ। କବି ରାଧାନାଥ ରାୟ ବର୍ଣ୍ଣନା କରିଛନ୍ତି ତାଙ୍କ ସମୟରେ ଯେଉଁ ରାଜାମାନେ ସେମାନେ ଶୋଷଣମୁଖୀ ଥିଲେ, ପ୍ରଜାମାନଙ୍କୁ ଧନ ଖାଲି ଲୁଣ୍ଠନ କରୁଥିଲେ, ପ୍ରଜାନୁରଞ୍ଜନ ରାଜା ନଥିଲେ। ସେଥିପାଇଁ କବି ସେମାନଙ୍କୁ ଆଶ୍ୱାସନା ଉପଦେଶ ଦେଇଥିଲେ ଯେ ରାଜଧର୍ମ ପାଳନ କରିବା ପାଇଁ କହିଥିଲେ ଏବଂ ରାଜଧର୍ମ ପାଳନ କରିବା ପାଇଁ ପ୍ରଜାମାନଙ୍କର ମନୋରଞ୍ଜନ କରିବା ପାଇଁ କହିଥିଲେ, ଯାହାଫଳରେ ସେମାନେ ଆତ୍ମଜ୍ଞାନ ଲାଭ କରିବେ ଏବଂ ଉଚ୍ଚ ହୋଇ ଉଚ୍ଚତର ଗତି ଲାଭ କରିପାରିବେ ବୋଲି କବି କହିଛନ୍ତି। ଧନ ଅର୍ଜନର ସଫଳତା ବା ଧନ ଅର୍ଜନର ପ୍ରକୃତ ସୁଫଳ କିପରି ମିଳେ ବୋଲି କବି କହିଛନ୍ତି। କବିତାର କବି ବା ବଡ଼ପଣ କବିତାର କବି ରାଧାନାଥ ରାୟ ବର୍ଣ୍ଣନା କରିଛନ୍ତି ଯେ ରାଜାମାନଙ୍କର ଧନ ଅର୍ଜନ ଛଡ଼ା ଆଉ କିଛି ଚିନ୍ତା ନଥିଲା। ଯେକୌଣସି ଉପାୟରେ ଖାଲି ପ୍ରଜାମାନଙ୍କ ଧନକୁ ଲୁଣ୍ଠନ କରିବା ତାଙ୍କର କାମ ଥିଲା। ସେଥିପାଇଁ ସେମାନଙ୍କୁ କହିଛନ୍ତି
ତୁମେ ଯେଉଁ ଅର୍ଜିତ ଧନ କରୁଛ ତାର ସାଫଲ୍ୟ ଠିକ୍ ଭାବରେ କର। ଯଦି ସୁବ୍ୟୟ କରିବ ତାହେଲେ ଧନର ସାଫଲ୍ୟ ମିଳିପାରିବ। ଧନ ଅର୍ଜନ ଯକ୍ଷ ପ୍ରାୟ ଜଗି ବସିଲେ କିଛି ଲାଭ ହେବ ନାହିଁ। ଯକ୍ଷ ପରି ଧନକୁ ଜଗିଲେ କିଛି ଲାଭ ହେବ ନାହିଁ ଏବଂ ସୁବ୍ୟୟ କରିବାର ଅଛି। ପ୍ରଜାମାନଙ୍କର ମଙ୍ଗଳ ପାଇଁ ଖର୍ଚ୍ଚ କଲେ ତାହେଲେ ତମର ଅର୍ଜିତ ଧନର ସଫଳତା ମିଳିବ ବୋଲି ସେ କହିଥିଲେ। ନେକ୍ସଟ କ୍ୱେଶ୍ଚନ ପିଲାମାନେ, ପିତୃଗଣ ରାଜ୍ୟକୁ କିପରି ମଣୁଥିଲେ? ଏଇଟା ପିଲାମାନେ 2022 ଆର୍ଟ୍ସରେ ଆସିଥିଲା। କବିତା ହେଉଛି ବଡ଼ପଣ, କବି ହେଉଛନ୍ତି ରାଧାନାଥ ରାୟ। ତେଣୁ ରାଧାନାଥ ରାୟ ବର୍ଣ୍ଣନା କରିଛନ୍ତି ଯେ ପ୍ରାଚୀନ କାଳରେ ରାଜା ଓ ପ୍ରଜାଙ୍କ ସମ୍ପର୍କ ବହୁତ ସୁନ୍ଦର ଥିଲା। କାରଣ ସେତେବେଳେ ରାଜାମାନେ ସମଗ୍ର ପ୍ରଜା ବା ସମଗ୍ର ପ୍ରଜାମାନଙ୍କୁ ନିଜର ପରିବାର ବୋଲି ମାନୁଥିଲେ ଆଉ ବହୁତ ଉଦାର ଥିଲେ ଏବଂ ସମଗ୍ର ରାଜ୍ୟକୁ ଏକ ପରିବାର ବୋଲି ମାନେ କରିବା ସହିତ ପ୍ରଜାମାନଙ୍କୁ ବାତ୍ସଲ୍ୟ ମମତାରେ ବାନ୍ଧି ରଖୁଥିଲେ। ନେକ୍ସଟ ପିଲାମାନେ, ମଣିଷ ଜୀବନରୁ ଆୟୁ କିପରି ସରିଯାଏ? ଏଟା 2022 କମର୍ସରେ ଆସିଥିଲା। ଏଟା କବିତା ହେଉଛି ବଡ଼ପଣ, କବି ହେଉଛନ୍ତି ରାଧାନାଥ ରାୟ। ଏଠାରେ ସେ ବର୍ଣ୍ଣନା କରିଛନ୍ତି ମଣିଷ ଜନ୍ମ ମାତ୍ରକେ ମୃତ୍ୟୁ ନିଶ୍ଚିତ। ତେଣୁ କବି ରାଧାନାଥ ରାୟ ବଡ଼ପଣ କବିତାରେ ଆୟୁଷ ସମ୍ପର୍କରେ ବର୍ଣ୍ଣନା କରିଛନ୍ତି। ଆମର ଆୟୁଷ ବଢ଼ିବା ସଙ୍ଗେ ସଙ୍ଗେ ଆମେ ମୃତ୍ୟୁ ସ୍ପର୍ଶ କରିବା ପାଇଁ ଯାଉଛୁ। ଭଙ୍ଗା ମାଠିଆରୁ ପାଣି ବୋହିଯିବା ପରି ମଣିଷ ଜୀବନରୁ ଆୟୁ ସରିଯାଏ। ନେକ୍ସଟ କ୍ୱେଶ୍ଚନ, କେଉଁମାନଙ୍କୁ ବନିଶିକା ପରି ସଦା ଊର୍ଦ୍ଧ୍ୱଗାମୀ ବୋଲି କବିତାରେ କୁହାଯାଇଛି? ପିଲାମାନେ ଦେଖ, ଏଇଟା 2020 ମସିହା କମର୍ସରେ ଆସିଥିଲା। କବିତା ନାଁ ହେଉଛି ବଡ଼ପଣ, କବି ରାଧାନାଥ ରାୟ ବର୍ଣ୍ଣନା କରିଛନ୍ତି ଯେ ଅତୀତ ଉତ୍କଳରେ ବହୁ ରାଜା ମହାରାଜା ମାନେ ପ୍ରଜାମାନଙ୍କୁ ପୁତ୍ର ତୁଲ୍ୟ ପାଳୁଥିଲେ, ରାଜ୍ୟକୁ ପରିବାର ବୋଲି ମନେ କରୁଥିଲେ। ତେଣୁ ସେଇ ରାଜାମାନଙ୍କୁ ବା ଉତ୍କଳର ଗଜପତି ରାଜାମାନଙ୍କୁ ବନିଶିକା ସହିତ ତୁଳନା କରିଛନ୍ତି। ଫଳରେ ସେମାନେ ଊର୍ଦ୍ଧ୍ୱଗାମୀ ବୋଲି କବି ରାଧାନାଥ ବର୍ଣ୍ଣନା କରିଛନ୍ତି। ଭଗବାନ କାହିଁକି ଧର୍ମର ପଥ ଗଢ଼ିଛନ୍ତି? ବହୁତ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ, ପରୀକ୍ଷାରେ ସବୁବେଳେ ଆସେ। ଏଇଟା 2020 ସାଇନ୍ସରେ ଆସିଥିଲା। ଯେ କବିତା ହେଉଛି ବଡ଼ପଣ, କବି ରାଧାନାଥ ରାୟ ବର୍ଣ୍ଣନା କରିଛନ୍ତି ଯେ ଧର୍ମର ପଥ କିଏ ଗଢ଼ିଛନ୍ତି? ଈଶ୍ୱର ବା ଭଗବାନ। ଏହି ସଂସାର ହେଉଛି ମହାସମୁଦ୍ର। ଏହି ସଂସାର ହେଉଛି ମହାସମୁଦ୍ର। ଏହି ସଂସାର ରୂପକ ସାଗରକୁ ମଣିଷକୁ ମୁକ୍ତି ପାଇବା ପାଇଁ ଈଶ୍ୱର ଧର୍ମ ରୂପକ ପଥ ବା ନୌକା ଗଢ଼ିଛନ୍ତି। ଏହି ସଂସାର ଧର୍ମ ହିଁ ମହତପଣିଆ ଏବଂ କବି ସବୁ ବଡ଼ପଣକୁ ଅଢ଼େଇ ଦିନିଆ ବୋଲି କହିଛନ୍ତି। ନେକ୍ସଟ କ୍ୱେଶ୍ଚନ, କବି କାହାକୁ ପ୍ରକୃତ ବଡ଼ପଣ ବୋଲି କହିଛନ୍ତି? ଏଇଟା 2024 କମର୍ସରେ ପିଲାମାନେ ଆସିଥିଲା। ଯେ ସଂସାରର ପ୍ରକୃତ ବଡ଼ପଣ ହେଉଛି ଧର୍ମ। କବିଙ୍କ ମତରେ ଧର୍ମକୁ ଛାଡ଼ିଦେଲେ ଆଉ ସବୁ କିଛି ହେଉଛି ଅଢ଼େଇ ଦିନିଆ ବା କ୍ଷଣସ୍ଥାୟୀ। କେବଳ ଧର୍ମ ହିଁ ଚିରନ୍ତନ। ନେକ୍ସଟ କ୍ୱେଶ୍ଚନ ପିଲାମାନେ, ବହୁତ ଇମ୍ପୋର୍ଟାଣ୍ଟ, 2 ବର୍ଷ କାଳ ଆସିଛି। ଯେ କେଉଁମାନେ କ'ଣ ବିକି ଭାଙ୍ଗି ଚିରକାଳ ଖାଉଛନ୍ତି ବୋଲି ଆକ୍ଷେପ କରାଯାଇଛି? କେଉଁମାନେ କ'ଣ ବିକି ଭାଙ୍ଗି ଚିରକାଳ ଖାଉଛନ୍ତି ବୋଲି ଆକ୍ଷେପ କରାଯାଇଛି? এই ପିଲାମାନେ କ୍ୱେଶ୍ଚନଟି 2029 ସାଇନ୍ସରେ ଆସିଥିଲା ଏବଂ 2019 କମର୍ସରେ ଆସିଥିଲା। କବିତା ନାଁ ହେଉଛି ବଡ଼ପଣ, କବି ହେଲେ ରାଧାନାଥ ରାୟ। ଉତ୍କଳର ପୂର୍ବ ରାଜାମାନେ ବିଶାଳ ସାମ୍ରାଜ୍ୟର ଅଧିକାରୀ ଥିଲେ। ସେମାନେ ସିଂହ ପରି ଗୋଟିଏ ପରେ ଗୋଟିଏ ରାଜ୍ୟ ଜୟ କରି ରାଜ୍ୟରେ ମିଶାଇ ଚାଲୁଥିଲେ। କିନ୍ତୁ ତାହାକୁ ପରବର୍ତ୍ତୀ ଅଯୋଗ୍ୟ ଶାସକ ରାଜା ମହାରାଜା ଓ ଜମିଦାର ମାନେ ବିଳାସ ବ୍ୟସନରେ ସମୟ କଟାଇ ପୂର୍ବର ରାଜାମାନେ ଛାଡ଼ି ଯାଇଥିବା ଧନ ସମ୍ପତ୍ତି ବିକି ଭାଙ୍ଗି ଖାଉଛନ୍ତି ବୋଲି କୁହାଯାଇଛି। ଏଇଟା ବହୁତ ଇମ୍ପୋର୍ଟାଣ୍ଟ, ପରୀକ୍ଷାରେ ପିଲାମାନେ ଆସେ। ସଂସାର ରୂପକ ସମୁଦ୍ର କୃପାର ହେବା ପାଇଁ କେଉଁ ପତ୍ର ଆଶ୍ରୟ ଶ୍ରେୟସର? ଯେ ସଂସାର ରୂପକ ସମୁଦ୍ର କୃପାର ହେବା ପାଇଁ କେଉଁ ପତ୍ର ଆଶ୍ରୟର ଶ୍ରେୟସ୍କର? ଏଇଟା ପିଲାମାନେ 2019 କମର୍ସରେ ଆସିଥିଲା, 2018 ସାଇନ୍ସରେ ଆସିଥିଲା। କବିତା ହେଉଛି ବଡ଼ପଣ। ଏମିତି ଲେଖିବ ପିଲାମାନେ, କବି ରାଧାନାଥ ରାୟ।
ରାଧାନାଥ ରାୟ ବର୍ଣ୍ଣନା କରିଛନ୍ତି ଧର୍ମ ହିଁ ଶ୍ରେଷ୍ଠ। ଧର୍ମ ବହୁନେ ଜୀବନ ଜୀବନ ପଦବାଚ୍ୟ ନୁହେଁ। ତେଣୁ ସଂସାର ରୂପକ ବାରିଦିକୁ ପାର କରିବା ପାଇଁ ଧର୍ମ ରୂପକ ପଥର ଆବଶ୍ୟକ ଅଛି। କାରଣ ସଂସାରର ମହତ୍ଵ ପୁଣିଆ ଅଛି ଧର୍ମ, ଏବଂ ସବୁ ବଡ଼ପଣ ଅଢ଼େଇ ଦିନିଆ ବୋଲି କବି କହିଛନ୍ତି। ତେଣୁ ସଂସାର ରୂପକ ପାରିବା ପାଇଁ ଭଗବାନ ବା ଈଶ୍ୱର ଧର୍ମ ରୂପକ ପଥ ଗଢ଼ିଛନ୍ତି। ନେକ୍ସଟ କ୍ୱେଶ୍ଚନ ପିଲାମାନେ, କେଉଁ କଠିନ ଝିଙ୍କା ଝିଙ୍କାରୁ ନିସ୍ତାର ପାଇଁ ଆଗୁ ହୁସିଆର ହେବା ପାଇଁ କବି କହିଛନ୍ତି? ଏଇଟା 2018 କମର୍ସରେ ଆସିଥିଲା। କେଉଁ କଠିନ ଝିଙ୍କା ଝିଙ୍କିରୁ ନିସ୍ତାର ପାଇଁ ଆଗୁ ହୁସିଆର ହେବା ପାଇଁ କୁହାଯାଇଛି? ଦେଖ ପିଲାମାନେ, କବିତାର କବି ହେଉଛନ୍ତି ରାଧାନାଥ ରାୟ। ତାଙ୍କର ଏ ବଡ଼ପଣ କାବ୍ୟରୁ ଏଟା ଆସିଛି। ଏଠାରେ ସେ କହିଛନ୍ତି ମନୁଷ୍ୟ ଏହି ସଂସାରରେ ଜନ୍ମଗ୍ରହଣ କରେ ଏବଂ ତାର ଆୟୁ ଯେତେ ବଢ଼ି ବଢ଼ିଯାଏ ତାର ଲୋଭ ମଧ୍ୟ ସେତେ ବଢ଼ି ବଢ଼ିଯାଏ। ମାୟାର ଚେର ଯେତିକି ତଳେ ଭେଦିବ, ଯମ ସେତିକି ଜୋରରେ ଟାଣିବ। ସେଇ କଠିନ ଝିଙ୍କା ଝିଙ୍କିରୁ ନିସ୍ତାର ପାଇବା ପାଇଁ ଆଗରୁ ହୁସିଆର ହେବା ପାଇଁ କବି କହିଛନ୍ତି। ଏବେ ପିଲାମାନେ ଆଲୋଚନା କରିବା ବଡ଼ପଣର ଶେଷ କ୍ୱେଶ୍ଚନ, କ'ଣ ନ ବୁଡ଼ାଇ ତାର ବୋଡ଼ାଇ କରୁଥିବ? କ'ଣ ନ ବୁଡ଼ାଇ ତାର ବୋଡ଼ାଇ କରୁଥିବ? ଏଇଟା 2024ରେ କମର୍ସରେ ଆସିଥିଲେ ପିଲାମାନେ। ଯେ ପୂର୍ବପୁରୁଷମାନେ ଯେଉଁ ପ୍ରତିଷ୍ଠା ବିଶାଳ ଛାଡ଼ି ଯାଇଛନ୍ତି ସେମାନଙ୍କ ପ୍ରତିଷ୍ଠାକୁ ନ ବଢ଼ାଇ କେବଳ ଗଡ଼ ତାତି ରାଜା ଓ ଜମିଦାର ମାନେ ବଢ଼ାଇ ଦେଖାଇ ଚାଲିଛନ୍ତି। ସେମାନେ ଗର୍ବରେ ନିଜକୁ ବଡ଼ କରି ପ୍ରଜାମାନଙ୍କୁ ଶୋଷଣ କରୁଛନ୍ତି। ଏବେ ପିଲାମାନେ ଆମେ ଆଲୋଚନା କରିବା ତପସ୍ୱିନୀର ପତ୍ର। ଏ ତପସ୍ୱିନୀ ପତ୍ରର କବି ହେଉଛନ୍ତି ସ୍ୱଭାବ କବି ଗଙ୍ଗାଧର ମେହେର। ପ୍ରଥମ କ୍ୱେଶ୍ଚନ ପିଲାମାନେ କହିଛି, କିଏ ନ କାନ୍ଦିବ ବୋଇ ମାନବ ହୃଦୟ କେଉଁ ପ୍ରସଙ୍ଗରେ କୁହାଯାଇଛି? କିଏ ନ କାନ୍ଦିବ ବୋଇ ମାନବ ହୃଦୟ କେଉଁ ପ୍ରସଙ୍ଗରେ କୁହାଯାଇଛି? କବିତାଟି ହେଉଛି ତପସ୍ୱିନୀର ପତ୍ର, କବି ହେଲେ ଗଙ୍ଗାଧର ମେହେର। ପିଲାମାନେ ଦେଖ, এই କବିତାରେ ସ୍ୱଭାବ କବି ଗଙ୍ଗାଧର ମେହେର ବର୍ଣ୍ଣନା କରିଛନ୍ତି ଯେ ସୀତାଙ୍କ ଦୁଇ ପୁତ୍ରଦ୍ୱୟ ଲବ କୁଶ ବୀଣା ସହାୟତାରେ ରାମାୟଣ ଗାନ ଶୁଣିବା ପରେ ନିଶ୍ଚୟ ସମସ୍ତେ କାନ୍ଦି ପକାଇବେ। ତେଣୁ କିଏ ନ କାନ୍ଦିବ ବହି ମାନବ ହୃଦୟ ବୋଲି କୁହାଯାଇଛି। ନେକ୍ସଟ କ୍ୱେଶ୍ଚନ ପିଲାମାନେ, ରାମଚନ୍ଦ୍ର କିପରି ମହାଯଜ୍ଞରେ ଦୀକ୍ଷିତ ହୋଇଥିବେ ବୋଲି ସୀତା ମନେ କରିଛନ୍ତି? ରାମଚନ୍ଦ୍ର ମହାଯଜ୍ଞରେ କିପରି ଦୀକ୍ଷିତ ହୋଇଥିବେ ବୋଲି ସୀତା ମନେ କରିଛନ୍ତି? କବିତା ହେଉଛି ତପସ୍ୱିନୀର ପତ୍ର, କବି ଗଙ୍ଗାଧର ମେହେର। ରାଜ ରାଜେଶ୍ୱର ରାମଚନ୍ଦ୍ର ଅଶ୍ୱମେଧ ଯଜ୍ଞରେ ଦୀକ୍ଷିତ ହୋଇଛନ୍ତି, କିନ୍ତୁ ପାଖରେ ପତ୍ନୀ ସୀତା ନାହାନ୍ତି। ତେଣୁ ପତ୍ନୀ ବିନା ଯଜ୍ଞ କାର୍ଯ୍ୟ ଅସମ୍ଭବ। ତେଣୁ ବାଲ୍ମୀକିଙ୍କ ଆଶ୍ରମରେ ରହିଥିବା ସମୟରେ ରାମଚନ୍ଦ୍ର ବା କିପରି ଅଶ୍ୱମେଧ ଯଜ୍ଞ କରିବେ? ସୀତାଙ୍କ ହୃଦୟରେ ଏକ ସମସ୍ତ ସନ୍ଦେହ ଜାତ ହୋଇଛି। ସେ ଭାବିଛନ୍ତି ରାମଚନ୍ଦ୍ର ନିଶ୍ଚିତ ଭାବରେ ଦ୍ୱିତୀୟ ପତ୍ନୀ ବରଣ କରିଥିବେ ଏବଂ ସେ ମଧ୍ୟ ରାମଚନ୍ଦ୍ରଙ୍କ ବାମ ପାର୍ଶ୍ୱରେ ଉପବସନ କରାଇଥିବେ। ତେଣୁ ରାମଚନ୍ଦ୍ର ମହାଯଜ୍ଞ କରିଥିବେ ବୋଲି ସୀତା ଭାବିଛନ୍ତି। ନେକ୍ସଟ କ୍ୱେଶ୍ଚନ ପିଲାମାନେ, ତପସ୍ୱିନୀ ସୀତା କାହାକୁ ପତ୍ର ଲେଖୁଥିଲେ କାହିଁକି? ବହୁତ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ ପିଲାମାନେ। ଏଇଟା ପରୀକ୍ଷାର ସବୁବେଳେ ଆସେ, ମନେ ରଖିଥିବ। ଏଇଥର ମଧ୍ୟ ପରୀକ୍ଷାରେ ମଧ୍ୟ ଆସିବ ଯେ ତପସ୍ୱିନୀ ସୀତା କାହାକୁ ପତ୍ର ଲେଖିଥିଲେ କାହିଁକି? କବିତାର ନାମ ହେଉଛି ତପସ୍ୱିନୀ ପତ୍ର, ଗଙ୍ଗାଧର ମେହେର କବି ହେଉଛନ୍ତି। ଏଇଟା 2024 କମର୍ସରେ ଆସିଥିଲା। ଯେ ତପସ୍ୱିନୀର ପତ୍ର କବିତାରେ ସ୍ୱଭାବ କବି ଗଙ୍ଗାଧର ମେହେର ନିର୍ବାସିତା ସୀତାଙ୍କ ଦାରୁଣ ଦୁଃଖର ଚିତ୍ର ପ୍ରଦାନ କରିଛନ୍ତି। ରାମ ହୃଦୟ ଯତ୍ନା ବୈଦେହୀ ସୀତା ଶୁଣିବାକୁ ପାଇଛନ୍ତି ଯେ ମର୍ଯ୍ୟାଦା ପୁରୁଷ ଅଯୋଧ୍ୟାର ନରପତି ରାମଚନ୍ଦ୍ର ଅଶ୍ୱମେଧ ଯଜ୍ଞ କରୁଛନ୍ତି। ଯଜ୍ଞ କାର୍ଯ୍ୟ ପତ୍ନୀ ବିନା ଅସମ୍ଭବ। ତେଣୁ ସୀତାଙ୍କ ମନରେ ରାମଚନ୍ଦ୍ର ପ୍ରତି ସନ୍ଦେହ ଜାତ ହୋଇଥିଲା। ରାମଚନ୍ଦ୍ର ହୁଏତ ଦ୍ୱିତୀୟ ପତ୍ନୀ ବରଣ କରିଥାଇ ପାରନ୍ତି ବୋଲି ସୀତା ଅନୁମାନ କରିଥିଲେ। ତେଣୁ ସୀତା ରାମଚନ୍ଦ୍ରକୁ ଏକ ନିବେଦନ ପୂର୍ବକ ପତ୍ରଟିଏ ଲେଖିଥିଲେ। ବହୁତ ଇମ୍ପୋର୍ଟାଣ୍ଟ ଯେ ତପସ୍ୱିନୀ ସୀତା କାହାକୁ ପତ୍ର କାହିଁକି, ଏବଂ এই ପତ୍ର ବିନିମୟରେ ରାମଚନ୍ଦ୍ର ମାଗିଥିଲେ କେଉଁ ମନ୍ତ୍ର ଜପ କରି ନବ ପ୍ରଣୟିନୀ ତୁମକୁ ପାଇଛନ୍ତି ତାର କାରଣ ଜଣାଇବା ପାଇଁ ସେ ମଧ୍ୟ ଲେଖିଥିଲେ।
ଯାଉଛନ୍ତି ଶିଶୁ ଭୟ ଯାଉଛନ୍ତି ଶିଶୁ ଭୟ ମହର୍ଷି ସହିତ। ଯାଉଛନ୍ତି ଶିଶୁଦ୍ୱୟ ମହର୍ଷି ସହିତ। କିଏ କାହା ସହିତ କୁଆଡ଼େ ଯାଉଛନ୍ତି? ଯେ ତପସ୍ୱିନୀର ପତ୍ର କବିତାରେ ଗଙ୍ଗାଧର ମେହେର ଲବକୁଶଙ୍କ ବିଷୟରେ ବର୍ଣ୍ଣନା କରିଛନ୍ତି। ଯାଉଛନ୍ତି ଶିଶୁଦ୍ୱୟ ମହର୍ଷି ସହିତ, ତାର ଅର୍ଥ ହେଉଛି ସୀତାଙ୍କ ପୁତ୍ର ଲବକୁଶ ବାଲ୍ମୀକି ଋଷିଙ୍କ ସହିତ ରାମଚନ୍ଦ୍ର ଆୟୋଜନ କରିଥିବା ଯଜ୍ଞ ଦର୍ଶନ ସହିତ ଶ୍ରୀରାମଚନ୍ଦ୍ରଙ୍କ ପଥପଙ୍କଜ ଦର୍ଶନ କରିବା ପାଇଁ ଅଯୋଧ୍ୟା ଯାଉଛନ୍ତି ବୋଲି କବି କହିଛନ୍ତି। ଦେଖ ଆଉଥରେ ପିଲାମାନଙ୍କୁ ଦେଖ, ଏଇଟା 2019 କମର୍ସରେ ଆସିଥିଲା। ଯାଉଛନ୍ତି ଶିଶୁଦ୍ୱୟ ମହର୍ଷି, ତାର ଅର୍ଥ ହେଉଛି ସୀତାଙ୍କ ଦୁଇ ପୁତ୍ର ଲବକୁଶ ବାଲ୍ମୀକିଙ୍କ ସହିତ ରାମଚନ୍ଦ୍ରଙ୍କର ଅଶ୍ୱମେଧ ଯଜ୍ଞ ଦର୍ଶନ କରିବାକୁ ଯାଉଛନ୍ତି। ତା ସହିତ ସୀତାଙ୍କ ଶିଶୁପୁତ୍ର ଦେହ ରାମଚନ୍ଦ୍ରଙ୍କ ପଥପଙ୍କ ଦର୍ଶନ କରିବା ପାଇଁ ଆକର୍ଷିତ ହେଉଥିବା ମଧ୍ୟ କୁହାଯାଇଛି। ଏବେ ପିଲାମାନେ ଆଲୋଚନା କରିବା ବନ୍ଦୀର ବିରହ ବେତା। ବନ୍ଦୀର ବିରହ ବେତାର କବି ହେଉଛନ୍ତି ଉତ୍କଳମଣି ଗୋପବନ୍ଧୁ ଦାସ। ସୂର୍ଯ୍ୟଙ୍କ ବିଦାୟକାଳୀନ ଦୃଶ୍ୟ କିପରି? ଏଇଟା ବହୁତ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ, ପରୀକ୍ଷାର ସବୁବେଳେ ଆସେ ଯେ ସୂର୍ଯ୍ୟଙ୍କର ବିଦାୟକାଳୀନ ଦୃଶ୍ୟ କିପରି। କବିତାଟା ନାଁ ହେଉଛି ବନ୍ଦୀର ବିରହ ଦାସ, କବି ହେଉଛନ୍ତି ଗୋପବନ୍ଧୁ ଦାସ। ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ବନ୍ଦୀର ବିରହ ବେତା କବିତାରେ ସୂର୍ଯ୍ୟଙ୍କ ବିଦାୟକାଳୀନ ଦୃଶ୍ୟ ସମ୍ପର୍କରେ ବର୍ଣ୍ଣନା କରିଛନ୍ତି। ସେ ବର୍ଣ୍ଣନା କରିଛନ୍ତି ଯେ ସୂର୍ଯ୍ୟଙ୍କ ବିଦାୟକାଳୀନ ଦୃଶ୍ୟ ଦୁଃଖଦ। ସୂର୍ଯ୍ୟ ଅସ୍ତ ହେବା ସମୟରେ ଅସ୍ତକାଳୀନ କିରଣର ଆକାଶରେ ନାନାବିଧ ବର୍ଣ୍ଣ ହେବା ସୃଷ୍ଟି ହେଉଛି। ସତେ ଯେପରି ଆକାଶ ରଙ୍ଗ ବେରଙ୍ଗ ଚାନ୍ଦୁଆଟି ହୋଇ ବିଛାଇ ହୋଇଛି। ପକ୍ଷୀମାନେ ସନ୍ଧ୍ୟା ହେବାରୁ କରୁଣ ସହକାରେ ବସାକୁ ବାହୁଡ଼ୁଛନ୍ତି। ତରୁ ଗିରିଗଣ ବିସ୍ତାରିତ ଛାୟା ପ୍ରଦାନ କରି ସୂର୍ଯ୍ୟଙ୍କ ପାଦକୁ ପ୍ରଣାମ କରୁଛନ୍ତି ବୋଲି କବି କହିଛନ୍ତି। ନେକ୍ସଟ କ୍ୱେଶ୍ଚନ, ଅଚିରେ ଫେରିବି ଧ୍ୱନି ନୁହଁଇ କାତର। ଯେ ଅଚିରେ ଫେରିବି ଧ୍ୱନି ନୁହଁଇ କାତର କିଏ କାହାକୁ କହିଛନ୍ତି? ଦେଖ ପିଲାମାନେ, କବିତା ନାଁ ହେଉଛି ବନ୍ଦୀର ବିରହ ବେତା, କବି ଗୋପବନ୍ଧୁ ଦାସ। ଯେ ଅସ୍ତକାଳୀନ ସୂର୍ଯ୍ୟଙ୍କର ଆୟୋଜିତ ଉତ୍ସବରେ ନାନା ରଙ୍ଗର ଚନ୍ଦ୍ରତପ ଆଚ୍ଛାଦିତ ପକ୍ଷୀମାନଙ୍କର କରୁଣ ଗାନ, ବିସ୍ତାରିତ ଛାୟା, ତରୁ ଆଉ ଗିରିଗଣ ବନ ସୂର୍ଯ୍ୟଙ୍କ ପାଦ ତଳେ ପ୍ରଣାମ କରୁଛନ୍ତି ଏବଂ ସୂର୍ଯ୍ୟ ଅସ୍ତଗାମୀ ହେବା ସମୟରେ ପ୍ରାଚୀ ଅନୁରାଗ ଲାଲ ରଙ୍ଗରେ ରଞ୍ଜିତ ହୋଇଥାଏ। ସତେ ଯେପରି ମୃଦୁ ସମୀରଣ ମୃଦୁ ସ୍ୱରରେ ପୃଥିବୀ ରାଣକୁ କହିଥାନ୍ତି, ଅଚିରେ ଫେରିବି ଧ୍ୱନି ନୁହଁଇ କାତର। ଯେ ଅସ୍ତଗାମୀ ସୂର୍ଯ୍ୟ ପୃଥିବୀର କାନରେ କହୁଛନ୍ତି, ଅଚିରେ ଫେରିବି ଧ୍ୱନି ନୁହଁଇ କାତର, ମୁଁ ଯାଉଛି, ଜଲ୍ଦି ଫେରି ଆସିବି। ନେକ୍ସଟ, ସନ୍ଧ୍ୟାକାଳୀନ ତରୁଗିରି ବିସ୍ତାରିତ ଛାୟାକୁ କବି କାହା ସହିତ ତୁଳନା କରିଛନ୍ତି? ଏଠାରେ କବି ହେଉଛନ୍ତି ଗୋପବନ୍ଧୁ ଦାସ। କବିତା ନାଁ ହେଉଛି ବନ୍ଦୀର ବିରହ ବେତା। ଏଠାରେ ସନ୍ଧ୍ୟା କାଳରେ ତରୁଗିରିଗଣ ଯେଉଁ ସୂର୍ଯ୍ୟ ଅସ୍ତାଚଳରେ ବିଦାୟ ନେବାକୁ ଯାଉଥିବା ସୂର୍ଯ୍ୟ ଦେବତାଙ୍କୁ ଛାଇ ପ୍ରଦାନ କରୁଛନ୍ତି ଏବଂ ଏଇଟା କବି ବର୍ଣ୍ଣନା କରିଛନ୍ତି ଯେ ବୃକ୍ଷଲତା ପାହାଡ଼ ପର୍ବତ ନିଜର ଛାୟା ବିସ୍ତାର କରି ସୂର୍ଯ୍ୟ ଦେବତାଙ୍କ ପାଦରେ ପ୍ରଣାମ କରୁଛନ୍ତି। ନେକ୍ସଟ କ୍ୱେଶ୍ଚନ, ପକ୍ଷୀମାନେ କାହିଁକି ଉଚ୍ଚ ସ୍ୱରରେ କରୁଣ ଗାନ କରୁଥିବା କଥା କବି କହିଛନ୍ତି? ଏଇଟା ପିଲାମାନେ 2020 ସାଇନ୍ସରେ ଆସିଥିଲା, ଯେଠାରେ କବି ବା ବନ୍ଦୀର ବିରହ ବେତାର କବି ଗୋପବନ୍ଧୁ ଦାସ ବର୍ଣ୍ଣନା କରିଛନ୍ତି ଯେ ବସନ୍ତ ଋତୁର ସମୟ ଅତ୍ୟନ୍ତ ମଧୁର। ସୂର୍ଯ୍ୟ ପଶ୍ଚିମ ଦିଗରେ ତାଙ୍କର ରଥ ସାଜ କଲେଣି ବୁଡ଼ିଯିବା ପାଇଁ। ବସା ବାହୁଡ଼ା ପକ୍ଷୀମାନେ ଉଚ୍ଚ ସ୍ୱରରେ ରାବ କରି ଉଡ଼ି ଯାଉଛନ୍ତି ନୀଡ଼କୁ। କବିଙ୍କ ବିଚାରରେ ସତେ ଯେପରି ବିଦାୟୀ ସୂର୍ଯ୍ୟଙ୍କ ଉଦ୍ଦେଶ୍ୟରେ ପକ୍ଷୀମାନଙ୍କର ଗାନ କରୁଣ ବୋଲି ସେ କହିଛନ୍ତି। ନେକ୍ସଟ କ୍ୱେଶ୍ଚନ, ବନ୍ଦୀର ବିରହ କବିତାରୁ ସୂର୍ଯ୍ୟାସ୍ତକାଳୀନ ପ୍ରକୃତିର ରୂପଚିତ୍ର ବର୍ଣ୍ଣନା କର। ଏଟା ପରୀକ୍ଷାରେ ସବୁବେଳେ ପିଲାମାନେ ଆସେ, 2023ରେ ଆସିଥିଲା, ଏ ବର୍ଷ ମଧ୍ୟ ବହୁତ ଇମ୍ପୋର୍ଟାଣ୍ଟ ଅଛି। ଯେ ବନ୍ଦୀର ବିରହ କବିତାରୁ ସୂର୍ଯ୍ୟାସ୍ତକାଳୀନ ପ୍ରକୃତିର ରୂପଚିତ୍ର ଉପସ୍ଥାପନ କର। କବିତାଟି ନାଁ ହେଉଛି ବନ୍ଦୀର ବିରହ ବେତା, କବି ହେଉଛନ୍ତି ଗୋପବନ୍ଧୁ ଦାସ। ପିଲାମାନେ ଦେଖ, ବସନ୍ତ ଋତୁର ସମୟ ଅତ୍ୟନ୍ତ ମଧୁର। ସୂର୍ଯ୍ୟ ପଶ୍ଚିମ ଦିଗରେ ରଥ ସଜାଡ଼ି ଦିଅନ୍ତି ବୁଡ଼ିଯିବା ପାଇଁ। ସୂର୍ଯ୍ୟଙ୍କର କନକ କିରଣ
ଚତୁର୍ଦିଗରେ ବିଛରିତ ହୋଇଥାଏ। ଆକାଶରେ ନାନା ରଙ୍ଗର ଚନ୍ଦ୍ର ବଛାଇ ହୋଇଥାଏ। ବିଦାୟର ଆୟୋଜନ ଲାଗି ରହିଥାଏ। ପକ୍ଷୀମାନେ ଦଳ ଦଳ ହୋଇ ଉଚ୍ଚ ସ୍ୱରରେ କରୁଣ ଗାନ କରି ଉଡ଼ି ଯାଉଥାନ୍ତି। ତରୁଗିରିମାନେ ସେମାନଙ୍କ ଛାୟା ବିସ୍ତାର କରି ଯେପରି ସୂର୍ଯ୍ୟଙ୍କୁ ପ୍ରଣାମ ଜଣାଇଥାନ୍ତି ଏବଂ ତାଙ୍କ ଶିରରେ ମଧ୍ୟ ସୂର୍ଯ୍ୟ ହେମବର୍ଣ୍ଣର ପାଟ ପିନ୍ଧାଇଥାନ୍ତି ବା ପ୍ରଣାମର ପ୍ରତିବଦଳରେ ସୂର୍ଯ୍ୟ ତରୁଗିରିମାନଙ୍କୁ ହେମବର୍ଣ୍ଣର ପାଟ ପ୍ରଦାନ କରିଥାନ୍ତି। ଏବେ ପିଲାମାନେ ଆଲୋଚନା କରିବା ବାର୍ତ୍ତା କବିତା। ବାର୍ତ୍ତା କବିତାର କବି ହେଉଛନ୍ତି ସଚ୍ଚିଦାନନ୍ଦ ରାଉତରାୟ। ପ୍ରଥମ କ୍ୱେଶ୍ଚନ୍ କହିଛି, କେଉଁ ବିଷୟରେ କୈଫତ ମାଗିବାର ଆଜି ବେଳ ଆସିଛି? ପିଲାମାନେ ଦେଖ, କେଉଁ ବିଷୟରେ କୈଫତ ମାଗିବାର ବେଳ ଆସିଛି। ଏ କ୍ୱେଶ୍ଚନ୍ଟି 2023 ଆର୍ଟ୍ସ 2018 କମର୍ସରେ ଆସିଥିଲା। କବିତା ନାଁ ହେଉଛି ବାର୍ତ୍ତା। ବାର୍ତ୍ତା କବିତାର କବି ସଚ୍ଚିଦାନନ୍ଦ ରାଉତରାୟ ଏଠାରେ ବର୍ଣ୍ଣନା କରିଛନ୍ତି ଯେ ସାଧାରଣ ମଣିଷକୁ ନିଜ ଅଧିକାର ସାବ୍ୟସ୍ତ କରିବା ପାଇଁ ଆଗଭର ହୋଇ ଆସିବାକୁ ଆହ୍ୱାନ ପ୍ରଦାନ କରିଛନ୍ତି। ଏକ ଶ୍ରେଣୀହୀନ ଶୋଷଣମୁକ୍ତ ସମାଜ ଗଠନ କରି ଗରିବ ମଣିଷ ଯୁଗ ଯୁଗ ବ୍ୟାପୀ ଦାସତ୍ୱର ଶୃଙ୍ଖଳକୁ ଛିନ୍ନ କରିବାକୁ ବଜ୍ର ଶପଥ ନେବା ଆବଶ୍ୟକ। କାହିଁକି ନା ସେମାନଙ୍କୁ ଶୃଙ୍ଖଳ କାରାଗାର ମଧ୍ୟରେ ଆବଦ୍ଧ ରଖି ପଦଦଳିତ କରାଯାଉଥିଲା। ତାର କୈଫତ ମାଗିବାର ବେଳ ଆସିଛି ବୋଲି କବି କହିଛନ୍ତି। ଯେ ବାର୍ତ୍ତା କବିତାର କବି ସଚ୍ଚିଦାନନ୍ଦ ରାଉତରାୟ ମାନବ ପୁତ୍ରମାନଙ୍କୁ ଆହ୍ୱାନ ଦେଇଛନ୍ତି ଏବଂ କହିଛନ୍ତି ସ୍ୱର ଉତ୍ତୋଳନ କରିବାର ସମୟ ଆସିଯାଇଛି। ତମର ପୂର୍ବପୁରୁଷମାନଙ୍କୁ କାହିଁକି ଲୌହ କାରାଗାରରେ ବନ୍ଦୀ କରି ରଖାଯାଇଥିଲା, ତାର ଏବେ କୈଫତ ମାଗିବାର ସମୟ ଆସିଯାଇଛି ଏବଂ ସଂଗ୍ରାମ କରି ନିଜ ନ୍ୟାଯ୍ୟ ଅଧିକାରକୁ ହାସଲ କରିବା ପାଇଁ ସେମାନଙ୍କୁ ପ୍ରବର୍ତ୍ତାଇଛନ୍ତି। ନେକ୍ସଟ କ୍ୱେଶ୍ଚନ୍ ପିଲାମାନେ, କବି ମନୁଷ୍ୟ ପୁତ୍ରକୁ ଦଗ୍ଧ ହେବା ପାଇଁ କାହିଁକି କହିଛନ୍ତି? ଏଟା ବହୁତ ଇମ୍ପୋର୍ଟାଣ୍ଟ ପିଲାମାନେ କ୍ୱେଶ୍ଚନ୍। 2018 ସାଇନ୍ସରେ ଆସିଥିଲା କ୍ୱେଶ୍ଚନ୍ଟି। ଯେ କବିତା ନାଁ ହେଉଛି ବାର୍ତ୍ତା। କବି ସଚ୍ଚିଦାନନ୍ଦ ରାଉତରାୟ ଏଠାରେ ବର୍ଣ୍ଣନା କରିଛନ୍ତି ଯେ ମନୁଷ୍ୟ ପୁତ୍ରକୁ ଦଗ୍ଧ ହେବା ପାଇଁ କହିଛନ୍ତି ଏବଂ ଦଗ୍ଧ ମଧ୍ୟରୁ ଶ୍ରେଣୀବିହୀନ ସମାଜ ଗଠନ କରିବାର ସ୍ୱପ୍ନ ଦେଖିବା ପାଇଁ କହିଛନ୍ତି। ଯେ କବି ମାନବ ପୁତ୍ରକୁ ଦଗ୍ଧ ଭସ୍ମ ହେବା ପାଇଁ କହିଛନ୍ତି ଏବଂ ଭସ୍ମ ମଧ୍ୟରୁ ଶ୍ରେଣୀବିହୀନ ସମାଜ ଗଠନ କରିବା ପାଇଁ ଶିକ୍ଷା ଲାଭ କରିବା ପାଇଁ କହିଛନ୍ତି ଏବଂ ପୀଡ଼ନର କାରଣକୁ ବୁଝିବାକୁ କହିଛନ୍ତି ଏବଂ ପୀଡ଼ନକୁ ଉଚ୍ଛେଦ କରି ତାହାର ନିର୍ମୂଳ କରି ସ୍ୱେନ ପରି ପ୍ରତିଶୋଧ ନେବା ପାଇଁ କହିଛନ୍ତି ଏବଂ ନୂତନ ଶ୍ରେଣୀହୀନ ସମାଜ ଗଠନ କରିପାରିବା ପାଇଁ ମଧ୍ୟ କହିଛନ୍ତି। ସେନର ପ୍ରତିଶୋଧ କବି ମହାଧର୍ମ କାହିଁକି କହିଛନ୍ତି? ପିଲାମାନେ ଦେଖ, ଏଇଟା ଆଜି ଲେଖିକି ରଖିଥାଉ। ମୁଁ କହିଦେଲି ଏଇଟା ଏକ୍ଜାମରେ ନିଶ୍ଚୟ ଆସିବ ଯେ ସେନର ପ୍ରତିଶୋଧ କବି ମହାଧର୍ମ ଆଖ୍ୟା କାହିଁକି ଦେଇଛନ୍ତି। ବହୁତ ବହୁତ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ୍ ଏବଂ ପରୀକ୍ଷାରେ ଏଇଟା ଆସିବ ପିଲାମାନେ। ଯେ କବିତା ନାଁ ହେଉଛି ବାର୍ତ୍ତା। କବି ହେଉଛନ୍ତି ସଚ୍ଚିଦାନନ୍ଦ ରାଉତରାୟ। ଯେ ବାର୍ତ୍ତା କବିତାର କବି ସଚ୍ଚିଦାନନ୍ଦ ରାଉତରାୟ ଶୋଷିତ ମଣିଷକୁ ଛଞ୍ଚାଣ ପରି ପ୍ରତିଶୋଧ ନେବା ପାଇଁ ଆହ୍ୱାନ ଦେଇଛନ୍ତି। ଯେ କବିତାର କବି ସଚ୍ଚିଦାନନ୍ଦ ରାଉତରାୟ ଶୋଷିତ ମଣିଷକୁ ଛଞ୍ଚାଣ ପରି ପ୍ରତିଶୋଧ ନେବା ପାଇଁ ଆହ୍ୱାନ ଦେଇଛନ୍ତି। ଶୋଷିତ ମଣିଷର ଯୁଗ ଯୁଗର ଶୋଷଣ ପୀଡ଼ନର ଅନ୍ତ ଘଟାଇବା ପାଇଁ ସଂଗ୍ରାମ ଦରକାର। ରକ୍ତାକ୍ତ ସମର କରି ନିଜର ନ୍ୟାଯ୍ୟ ଦାବିକୁ ଧନିକ ଶ୍ରେଣୀଙ୍କଠାରୁ ଛଡ଼ାଇ ଆଣିବାକୁ ପଡ଼ିବ। ସେନ ଯେପରି ତାର ଥଣ୍ଟ ନଖରେ ଆକ୍ରମଣ କରେ, ଶୋଷିତ ସେହିପରି ପ୍ରତିଶୋଧ ନେବା ପାଇଁ କବି ଆହ୍ୱାନ ଦେଇଛନ୍ତି। ବହୁତ ବହୁତ ଇମ୍ପୋର୍ଟାଣ୍ଟ ପିଲାମାନେ, ପରୀକ୍ଷାରେ ନିଶ୍ଚୟ କ୍ୱେଶ୍ଚନ୍ଟି ଆସିବ। ଉତ୍ପୀଡ଼ନର ହଉ ଜୟ ବୋଲି କବି କହିଛନ୍ତି କାହିଁକି? ଦେଖ ପିଲାମାନେ, ଯେ ପୀଡ଼ନର ଜୟ ହଉ ବୋଲି କବି କାହିଁକି କହିଛନ୍ତି? ଏଇଟା ବାର୍ତ୍ତା କବିତାଟି କବି ସଚ୍ଚିଦାନନ୍ଦ ରାଉତରାୟ କହିଛନ୍ତି ଯେ ଉତ୍ପୀଡ଼ନର ଜୟ ଜୟକାର କହିଛନ୍ତି। କାରଣ ପିଲାମାନେ ଦେଖ, ଯଦି ଆମ ଦେହ ଖରାପ ହେଇଥିବ, ଯଦି ଅଳ୍ପ ଦେହ ଖରାପ ହେଲା ଆମେ ଡାକ୍ତର ପାଖକୁ ଯିବାନି। ଯଦି ଦେହଟି ଅତିରିକ୍ତ ଖରାପ ହୁଏ, କଷ୍ଟ ପାଏ, ତାହେଲେ ଆମେ ନିହାତି ଡାକ୍ତରଖାନାକୁ ଯିବା ଏବଂ ରୋଗର ଉପଶମ କରିବା। ଠିକ୍ ସେହିପରି କବି ସଚ୍ଚିଦାନନ୍ଦ ରାଉତରାୟ କହିଛନ୍ତି ଯେ ସମାଜରେ ଯେଉଁ ଦଳିତ ପୀଡ଼ିତ ବ୍ୟକ୍ତିମାନଙ୍କ ଅଛନ୍ତି ସେମାନଙ୍କ ଉପରେ ଯେତେ ପୀଡ଼ା ହେବ, ପୀଡ଼ାର ପରିମାଣ ଅଧିକ ହେଲେ ସେମାନେ ଏହି ପୀଡ଼ନର ଉପଶମ କରିବା ପାଇଁ ଚେଷ୍ଟା କରିବେ। ଫଳରେ ସେମାନେ ସର୍ବହର ଜନତା ସେମାନଙ୍କୁ ଯେଉଁମାନେ ଅତ୍ୟାଚାର ଶୋଷଣ କରୁଛନ୍ତି ତାଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିବେ। ସଂଗ୍ରାମ ହେବ, ରକ୍ତପାତ ହେବ, ଶେଷରେ
ପୁଞ୍ଜିପତି, ଶୋଷିତ, ସାହୁକାର, ମହାଜାନ ଯେଉଁମାନେ ଅତ୍ୟାଚାର କରୁଛନ୍ତି ସେମାନଙ୍କର ଲୋପ ହେବ ଏବଂ ସମାଜରେ ସର୍ବହରାମାନଙ୍କର ସରକାର ଗଠନ ହେବ। ସେଥିପାଇଁ କବି ଉତ୍ପୀଡ଼ନର ଜୟ ହେଉ ବୋଲି କହିଛନ୍ତି। ବର୍ତ୍ତମାନ ପିଲାମାନେ ମୁଁ ପଦ୍ୟର ସମସ୍ତ ବିଷୟର ବଛା ବଛା 2 ମାରିକିଆ 3 ମାରିକିଆ କ୍ୱେଶ୍ଚନ୍ ଆଲୋଚନା କଲି। ବଡ଼ପଣ, ତପସ୍ୱୀ ନିରପତ୍ର, ବନ୍ଧୀର ବିରହ ବ୍ୟଥା ଏବଂ ବାର୍ତ୍ତା କବିତା ଏବଂ এই ବିଷୟ ଗୁଡ଼ିକର ବଛା ବଛା 2 ମାରିକିଆ 3 ମାରିକିଆ ଆଲୋଚନା କଲି। ପରୀକ୍ଷାରେ ନିଶ୍ଚୟ କ୍ୱେଶ୍ଚନ୍ ଗୁଡ଼ିକ ଉପଲବ୍ଧ ହେବ। ପିଲାମାନେ ଯଦି ଭିଡ଼ିଓଟି ଭଲ ଲାଗିଥାଏ ନିହାତି ଲାଇକ୍ କରିବ, କମେଣ୍ଟ କରିବ ଏବଂ ଚ୍ୟାନେଲକୁ ନିଶ୍ଚୟ ସବସ୍କ୍ରାଇବ୍ କରିବ ଏବଂ ମୁଁ ଚେଷ୍ଟା କରିବି ତୁମେ କିପରି ସାହିତ୍ୟରେ ଅଧିକରୁ ଅଧିକ ନମ୍ବର ରଖିବ।